ମେଘମାଳରେ ଶୀଘ୍ର ଆସୁଥିବା ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂଆ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ସ୍ୱର୍ଗର ପରମେଶ୍ୱର ସବୁ ସମୟରେ ତାହାଙ୍କ ବାକ୍ୟ ଦ୍ୱାରା ଆମ୍ଭମାନଙ୍କୁ ସେ ଶିକ୍ଷା ଦେଉଅଛନ୍ତି। ତାହାଙ୍କର ସେହି ଗୌରବମୟ ଆଗମନ ନିମନ୍ତେ ଆମ୍ଭମାନଙ୍କୁ ସେ ପ୍ରସ୍ତୁତ କରୁଅଛନ୍ତି। ସେଥିପାଇଁ ତାହାଙ୍କ ନାମର ପ୍ରଶଂସା ହେଉ। ଆଜି ମଧ୍ୟ ଆପଣମାନଙ୍କ ନିକଟରେ ମୁଁ ପ୍ରଭୁଙ୍କ ବାକ୍ୟରୁ ଆଉ ଗୋଟିଏ ନୂତନ ପ୍ରସଙ୍ଗ ଅଳ୍ପ ସମୟ ରଖିବା ପାଇଁ ଚାହେଁ। ଆମେ ସମସ୍ତେ ଜାଣୁ, ଆମେ ଯେଉଁ ସମୟରେ ବସବାସ କରୁଛୁ, ଏହି ସମୟ ଦୁଃଖ ଭୋଗର ସମୟ ଅଟେ। ଆମ ଖ୍ରୀଷ୍ଟିଆନ ସମାଜର କେତେକ ଭାଇ ଭଉଣୀମାନେ ସେମାନେ ଦୁଃଖ ଭୋଗକୁ ପାଳନ କରୁଅଛନ୍ତି। କେହି କେହି 40 ଦିନ ଧରି ସେମାନେ ଦୁଃଖ ଭୋଗକୁ ପାଳନ କରନ୍ତି, ଆଉ କେହି କେହି କେବଳ ଗୋଟିଏ ସପ୍ତାହ ସେମାନେ ଦୁଃଖ ଭୋଗ ପାଳନ କରନ୍ତି। ଏହିପରି ସମୟରେ ଆଉ ଗୋଟିଏ ଦୁଃଖ ଭୋଗ ସମ୍ବନ୍ଧୀୟ ପ୍ରସଙ୍ଗ, ଦୁଃଖ ଭୋଗ ସମ୍ବନ୍ଧୀୟ ଶିକ୍ଷା ଆପଣମାନଙ୍କ ନିକଟରେ ମୁଁ ରଖିବା ପାଇଁ ଚାହେଁ। ଆଜି ଯେଉଁ ପ୍ରସଙ୍ଗ ଆପଣମାନଙ୍କ ମଧ୍ୟରେ ମୁଁ ରଖିବା ପାଇଁ ଚାହେଁ, ସେହି ପ୍ରସଙ୍ଗର ଶୀର୍ଷକ ହେଲା ଦୁଃଖ ଭୋଗ ସମୟରେ ଯୀଶୁଙ୍କର ସାକ୍ଷ୍ୟ କିପରି ଥିଲା। ଦୁଃଖ ଭୋଗ ସମୟରେ ଯୀଶୁଙ୍କର ସାକ୍ଷ୍ୟ କିପରି ଥିଲା, ଏହି ପ୍ରସଙ୍ଗରେ ଆମେ ପ୍ରଭୁଙ୍କ ବାକ୍ୟରୁ ଅଳ୍ପ ସମୟ ଆମେ ଧ୍ୟାନ କରିବା ପାଇଁ ଯିବା। ଆସନ୍ତୁ ଆମେ ଦୁଃଖ ଭୋଗ ସମୟରେ ଯୀଶୁଙ୍କର ସାକ୍ଷ୍ୟ କିପରି ଥିଲା, ଏହି ବିଷୟକୁ ଧ୍ୟାନ କରିବା ପୂର୍ବରୁ ପ୍ରଭୁଙ୍କ ବାକ୍ୟରୁ ଗୋଟେ ଅଂଶ ପଢ଼ି ଆମେ ଆଗକୁ ବଢ଼ିବା। ଆପଣମାନେ ମୋ ସହିତ ପ୍ରେରିତ ପୁସ୍ତକକୁ ଆସିବେ। ପ୍ରେରିତ ପୁସ୍ତକ 1 ଅଧ୍ୟାୟ 22 ପଦରେ ପିତର ଏ ପ୍ରକାର କହନ୍ତି, ସେତେ ସମୟ ଯେଉଁ ଲୋକମାନେ ଆମ୍ଭମାନଙ୍କ ସଙ୍ଗୀ ହୋଇଅଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ଆମ୍ଭମାନଙ୍କ ସହିତ ତାହାଙ୍କ ପୁନରୁତ୍ଥାନର ସାକ୍ଷୀ ହେବା ଆବଶ୍ୟକ। ପ୍ରଭୁଙ୍କ ନାମର ଗୌରବ ହେଉ। ପ୍ରିୟ ଭାଇ ଭଉଣୀମାନେ, ଖ୍ରୀଷ୍ଟିଆନ ଜୀବନ ଗୋଟେ ସାକ୍ଷ୍ୟମୟ ଜୀବନ ଅଟେ। ଖ୍ରୀଷ୍ଟିଆନ ଜୀବନ ଗୋଟେ ସାକ୍ଷୀ ହେବାର ଜୀବନ ଅଟେ। କାହାର ସାକ୍ଷୀ? ଯୀଶୁଙ୍କର ସାକ୍ଷୀ, ତାହାଙ୍କର ପୁନରୁତ୍ଥାନର ସାକ୍ଷୀ ହେବା ଜୀବନ ଅଟେ ଖ୍ରୀଷ୍ଟିଆନ ଜୀବନ। ଆମେ ଖ୍ରୀଷ୍ଟ ବିଶ୍ୱାସୀ ଭାବରେ ଅନେକଙ୍କର ସାକ୍ଷ୍ୟ ଶୁଣିଛୁ ଏବଂ ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦେଇଛୁ। ଅନେକଙ୍କର ସାକ୍ଷ୍ୟ ଶୁଣି ଆମେ ଉତ୍ସାହିତ ହେଇଛୁ, ନିରୁତ୍ସାହିତ ମଧ୍ୟ ଆମେ ହେଇଛୁ, ଆଉ ଅନେକ ସମୟରେ ଆମେ ମଣ୍ଡଳୀ ମଧ୍ୟରେ ଠିଆ ହେଇ ସାକ୍ଷ୍ୟ ଦେଇଛୁ ଏବଂ ଆମେ ପ୍ରଭୁଙ୍କର ଗୌରବ କରିଛୁ। ପ୍ରିୟ ଭାଇ ଭଉଣୀମାନେ, ଆଜି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସାକ୍ଷ୍ୟ ବିଷୟରେ ଆମେ ପ୍ରଭୁଙ୍କ ବାକ୍ୟରୁ ଧ୍ୟାନ କରିବା ଯେ ଦୁଃଖ ଭୋଗ ସମୟରେ ଶତ୍ରୁମାନଙ୍କ ହସ୍ତରେ ସମର୍ପିତ ହେଲା ପରେ, ସେ କୋର୍ଟରେ ଠିଆ ହେଲା ପରେ, ସେ ମୃତ୍ୟୁବରଣ କରିବା ପାଇଁ ଲୋକମାନେ ତାଙ୍କୁ ଚତୁଃପାର୍ଶ୍ୱରେ ଘେରିଲା ବେଳେ ଯୀଶୁଙ୍କର ସାକ୍ଷ୍ୟ କିପରି ଥିଲା। ଆଜି ଖ୍ରୀଷ୍ଟିଆନ ସମାଜରେ ଯେଉଁ ସମୟରେ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ଭଲ ଖାଆନ୍ତି, ଭଲ ପିନ୍ଧନ୍ତି, ପରିସ୍ଥିତି ଗୁଡ଼ିକ ସମାନ ଥାଏ, ସେମାନଙ୍କର ସାକ୍ଷ୍ୟ ଗୁଡ଼ିକ ଭଲ ଥାଏ। ମାତ୍ର ଯେଉଁ ସମୟରେ ନିନ୍ଦା ତାଳନା ଆସେ, ସେମାନଙ୍କ ବିରୁଦ୍ଧରେ ଶତ୍ରୁମାନେ ଉଠନ୍ତି, ସେହି ସମୟରେ ସେମାନଙ୍କର ସାକ୍ଷ୍ୟ ଗୁଡ଼ିକ ପରିବର୍ତ୍ତନ ହୋଇଯାଏ। ଆଜି ଆମେ ଯୀଶୁଙ୍କର ସେ ସାକ୍ଷ୍ୟ ବିଷୟରେ କଥାବାର୍ତ୍ତା ହେବା ଯେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସାକ୍ଷ୍ୟ ଦୁଃଖ ଭୋଗ ସମୟରେ କିପରି ଥିଲା। ଶତ୍ରୁମାନେ ତାଙ୍କୁ ଘେରିଲା ବେଳେ, ନିନ୍ଦା ଅପମାନ ପାଇଲା ବେଳେ ତାଙ୍କର ସାକ୍ଷ୍ୟ କି ପ୍ରକାର ଥିଲା। ଯଦି ଆପଣମାନେ ପ୍ରଥମ ତିମୋଥୀ 6 ଅଧ୍ୟାୟକୁ ଆସିବେ, ପ୍ରଥମ ତିମୋଥୀ 6 ଅଧ୍ୟାୟ 13 ପଦରେ ସାଧୁ ପାଉଲ ସେ ତିମୋଥୀଙ୍କ ନିକଟକୁ ପତ୍ର ଲେଖି ଏହି ପ୍ରକାର କଥା କହନ୍ତି। ପ୍ରଥମ ତିମୋଥୀ 6 ଅଧ୍ୟାୟ 13 ପଦ ଲେଖାଯାଏ, ସମସ୍ତଙ୍କ ଜୀବନଦାତା ଈଶ୍ୱରଙ୍କ ସାକ୍ଷାତରେ, ପୁଣି ପନ୍ତିୟ ପିଲାତଙ୍କ ସମ୍ମୁଖରେ ଉତ୍ତମ ସାକ୍ଷ୍ୟଦାତା ଖ୍ରୀଷ୍ଟ ଯୀଶୁଙ୍କ ସାକ୍ଷାତରେ ମୁଁ ତୁମକୁ ଆଦେଶ ଦେଉଅଛି। ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁଙ୍କ ନାମର ଗୌରବ ହେଉ। ଲେଖାଯାଏ ଯେ ସାଧୁ ପାଉଲ ସେ କହୁଛନ୍ତି, ପନ୍ତିୟ ପିଲାତଙ୍କ ସମ୍ମୁଖରେ ଉତ୍ତମ ସାକ୍ଷ୍ୟଦାତା। ସେହି ସମୟରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସାକ୍ଷ୍ୟ ଉତ୍ତମ ଥିଲା। କାହା ଦୃଷ୍ଟିରେ ଉତ୍ତମ? ଯିହୁଦୀ ଲୋକମାନେ, ରୋମୀୟ ଲୋକମାନଙ୍କ ଦୃଷ୍ଟିରେ ତାହା ଉତ୍ତମ ନଥିଲା। ମାତ୍ର ସେହି ସାକ୍ଷ୍ୟ ଯେ ତାହାଙ୍କର ପିତାଙ୍କୁ ସନ୍ତୁଷ୍ଟ କରୁଥିଲା, ପିତାଙ୍କ ଦୃଷ୍ଟିରେ ଉତ୍ତମ ଥିଲା, ଏହା ବାଇବେଲ ଆମମାନଙ୍କୁ କହେ। ସେହି ସମୟରେ ତାଙ୍କର ସାକ୍ଷ୍ୟ, ଯଦି ଆପଣମାନେ ଜହନ ଲିଖିତ ସୁସମାଚାର 18 ଅଧ୍ୟାୟକୁ ଆସିବେ, ପ୍ରଭୁ ଯୀଶୁଖ୍ରୀଷ୍ଟ
ତାହାଙ୍କର ଶତ୍ରୁମାନଙ୍କ ନିକଟରେ ଠିଆ ହେଲା ବେଳେ, ସେ ବିଚାରିତ ହେଲା ବେଳେ, କୋର୍ଟରେ ଠିଆ ହେଲା ବେଳେ ସେ ସାକ୍ଷ୍ୟ କି ପ୍ରକାର ସାକ୍ଷ୍ୟ ସେ ଦେଉଛନ୍ତି। ପ୍ରିୟ ଭାଇ ଭଉଣୀମାନେ, ଯଦି ଆପଣମାନେ ଯୋହନ ଲିଖିତ ସୁସମାଚାର 18 ଅଧ୍ୟାୟ 35 ପଦ ପଢ଼ିବେ, ଲେଖାଯାଏ, ପିଲାତ ଉତ୍ତର ଦେଲେ, ଆମ୍ଭେ କ'ଣ ଜଣେ ଯିହୁଦୀ? ତୁମ୍ଭର ସ୍ୱଜାତି ଓ ପ୍ରଧାନ ଯାଜକମାନେ ତୁମ୍ଭକୁ ଆମ୍ଭ ହସ୍ତରେ ସମର୍ପଣ କରିଅଛନ୍ତି। ତୁମ୍ଭେ କ'ଣ କରିଅଛ? 36 ପଦରେ ଯୀଶୁ କହିଲେ, ଯୀଶୁ ଉତ୍ତର ଦେଲେ, ମୋହର ରାଜ୍ୟ ଏହି ଜଗତ ସମ୍ବନ୍ଧୀୟ ନୁହେଁ। ଯଦି ମୋହର ରାଜ୍ୟ ଏହି ଜଗତ ସମ୍ବନ୍ଧୀୟ ହୋଇଥାନ୍ତା, ତାହେଲେ ମୁଁ ଯେପରି ଯିହୁଦୀମାନଙ୍କ ହସ୍ତରେ ସମର୍ପିତ ନ ହୁଅନ୍ତି, ସେଥିପାଇଁ ମୋହର ପରିଚାରକମାନେ ଯୁଦ୍ଧ କରନ୍ତେ। କିନ୍ତୁ ମୋହର ରାଜ୍ୟ ପ୍ରକୃତରେ ଜଗତ ସମ୍ବନ୍ଧୀୟ ନୁହେଁ। ପ୍ରଭୁଙ୍କ ନାମର ପ୍ରଶଂସା ହେଉ। ଆମେ ଏ ପ୍ରକାର ଜଣେ ପରମେଶ୍ୱରଙ୍କର ସେବା କରୁଛୁ। ସେ ରାଜା ନୁହନ୍ତି, ସେ କେବଳ ରାଜା ନୁହନ୍ତି, ସେ ରାଜାମାନଙ୍କର ରାଜା ଅଟନ୍ତି। ସେଥିପାଇଁ ସେ ରାଜାକୁ ସେ ଉତ୍ତମ ସାକ୍ଷ୍ୟ ଦେଉଛନ୍ତି, ସେ ଜବାବ ଦେଇପାରୁଛନ୍ତି ଯେ ମୋର ରାଜ୍ୟ ଏ ଜଗତ ସମ୍ବନ୍ଧୀୟ ନୁହେଁ। ମୋର ବଞ୍ଚିବାଟା ଏ ଜଗତ ପାଇଁ ନାହିଁ, ମୋର ଭରସା ଏ ଜଗତ ନୁହେଁ, ମୋର ଆଶା ଏ ଜଗତର ରାଜନେତା ନୁହନ୍ତି। ମୋର ଭରସା ଆଉ ମୋର ରାଜ୍ୟ ମୋର ସ୍ୱର୍ଗୀୟ ଅଟେ, ଆତ୍ମିକ ଅଟେ। ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସାକ୍ଷ୍ୟ କି ପ୍ରକାର? ଏହି ଯେଉଁ ସାକ୍ଷ୍ୟ କହୁଛନ୍ତି, ସେ ମଣ୍ଡଳୀରେ ଠିଆ ହେଇ କହୁନାହାନ୍ତି, ସେ କୋର୍ଟରେ ଠିଆ ହେଇଛନ୍ତି, ବିଚାର ସ୍ଥାନରେ ଠିଆ ହେଇଛନ୍ତି। ଆଉ ଶତ୍ରୁମାନଙ୍କ ସମ୍ମୁଖରେ ବିରୋଧୀ ଯେଉଁ ଲୋକମାନେ ତାଙ୍କୁ କ୍ରୁଶରେ ଚଢ଼ାଇବା ପାଇଁ ଯାଉଛନ୍ତି, ସେହି ଲୋକମାନଙ୍କ ସମ୍ମୁଖରେ ସେ ଏହି ସାକ୍ଷ୍ୟ ସେ ଦେଉଛନ୍ତି ଯେ ମୋର ରାଜ୍ୟ ଜଗତ ସମ୍ବନ୍ଧରେ ନୁହେଁ। ପରମେଶ୍ୱର ଦୁଃଖ ଭୋଗ ସମୟରେ ଏ ପ୍ରକାର ସାକ୍ଷ୍ୟ ଦେଉଛନ୍ତି। ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଆପଣମାନଙ୍କର ବଞ୍ଚିବା, ଆପଣମାନଙ୍କର ଉଦ୍ଦେଶ୍ୟ, ଆପଣମାନଙ୍କ ଦର୍ଶନ କ'ଣ ଅଟେ? କେବଳ ଜଗତ ପାଇଁ ନା ଆପଣ ସ୍ୱର୍ଗୀୟ ପାଇଁ ବଞ୍ଚୁଛନ୍ତି, ଆପଣ ଆତ୍ମିକ ପାଇଁ ବଞ୍ଚୁଛନ୍ତି, ଆପଣ ଗୋଟେ ଅଦୃଶ୍ୟ ସେଇ ନୂତନ ଜେରୁସାଲେମ, ନୂତନ ଆକାଶମଣ୍ଡଳ ପାଇଁ ଆପଣ ବଞ୍ଚୁଛନ୍ତି? ତାହା ହେଉଛି ସବୁଠାରୁ ବଡ଼ ବିଷୟ। ପ୍ରିୟ ଭାଇ ଭଉଣୀମାନେ, ଆଜି ଦେଖିବେ ଖ୍ରୀଷ୍ଟିଆନ ସମାଜରେ ଏହି ଜଗତରେ ଟଣାହଟରା ଚାଲିଛି। ଟିକେ ଜମି ପାଇଁ ଗଣ୍ଡଗୋଳ, ଟିକେ ପଦବୀ ପାଇଁ ଗଣ୍ଡଗୋଳ, ଟିକେ ଟଙ୍କା ପାଇଁ, ଏସବୁ ବିଷୟରେ ଗଣ୍ଡଗୋଳ, ବିଭିନ୍ନ ଅଶାନ୍ତି ଚାଲିଛି। ମାତ୍ର ଆମର ପ୍ରଭୁ ଯୀଶୁଖ୍ରୀଷ୍ଟ ସେ କହୁଛନ୍ତି ଯେ ମୋର ରାଜ୍ୟ ଏଇ ଜଗତ ସମ୍ବନ୍ଧରେ ନୁହେଁ। ଯଦି ଜଗତ ସମ୍ବନ୍ଧରେ ହେଇଥାନ୍ତା, ମୋର ଲୋକମାନେ ଯୁଦ୍ଧ କରି ମୋତେ ଏଇ କ୍ରୁଶରୁ ସେମାନେ କ'ଣ କରିଥାନ୍ତେ? ସୁରକ୍ଷା ଦେବା ପାଇଁ ବା କ୍ରୁଶରେ ନ ଚଢ଼ାଇବା ପାଇଁ ମୋର ଲୋକମାନେ ଲଢ଼େଇ କରିଥାନ୍ତେ। ମାତ୍ର ମୋର ରାଜ୍ୟ ଏଇ ଜଗତ ସମ୍ବନ୍ଧରେ ନୁହେଁ। ମୋର ରାଜ୍ୟ ମୋର ପିତାଙ୍କ ଉଦ୍ଦେଶ୍ୟରେ ଅଟେ। ମୋର ସେବା କାର୍ଯ୍ୟ, ମୋର ଉଦ୍ଦେଶ୍ୟ ହେଲା ସ୍ୱର୍ଗୀୟ ଅଟେ। ପ୍ରିୟ ଭାଇ ଭଉଣୀମାନେ, ତଳକୁ ଲେଖାଯାଏ, ଯଦି ଆପଣମାନେ 37 ପଦ ପଢ଼ିବେ, ସେଥିରେ ପିଲାତ ତାହାଙ୍କୁ ପଚାରିଲେ, ତାହେଲେ ତୁମେ କ'ଣ ରାଜା ନୁହଁ? ଯୀଶୁ ଉତ୍ତର ଦେଲେ, ଆପଣ ତ କହୁଅଛନ୍ତି ମୁଁ ଜଣେ ରାଜା। ମୁଁ ଯେପରି ସତ୍ୟ ପକ୍ଷରେ ସାକ୍ଷ୍ୟ ଦିଏ, ଏଥି ନିମନ୍ତେ ମୁଁ ଜନ୍ମ ହୋଇଅଛି ଓ ଜଗତକୁ ଆସିଅଛି। ଯେ କେହି ସତ୍ୟର ସନ୍ତାନ, ସେ ମୋହର କଥା ଶୁଣେ। ତଳକୁ ଲେଖାଯାଏ, ପିଲାତ ତାହାଙ୍କୁ କହିଲେ, ସତ୍ୟ କ'ଣ? ଏହା କହି ସେ ପୁଣି ଯିହୁଦୀମାନଙ୍କ ନିକଟକୁ ବାହାରକୁ ଯାଇ ସେମାନଙ୍କୁ କହିଲେ, ଆମ୍ଭେ ଏଠାରେ କୌଣସି ଦୋଷ ପାଇନାହୁଁ। ପ୍ରଭୁଙ୍କ ନାମର ଗୌରବ ହଉ। ଲେଖାଯାଏ, ମୁଁ ତ ରାଜା, ମୁଁ କେବଳ ରାଜା ନୁହେଁ, ସେ ରାଜାମାନଙ୍କର ରାଜା ଅଟନ୍ତି। ଆଉ ସେ କହୁଛନ୍ତି ଯେ ମୁଁ ସତ୍ୟ ପକ୍ଷରେ ସାକ୍ଷ୍ୟ ଦେବା ପାଇଁ ଜଗତକୁ ଆସିଥିଲି। ସେଥିପାଇଁ ମୁଁ ମିଥ୍ୟା କହିବି ନାହିଁ। ମୁଁ ହେଉଛି ସେଇ ପରମେଶ୍ୱରଙ୍କର ପୁତ୍ର, ମୁଁ ସେଇ ଯିହୁଦୀମାନଙ୍କର ରାଜା। ଏହା ସେ ସାକ୍ଷ୍ୟ ଦେଉଅଛନ୍ତି। ଆଉ ସେହିପରି ପରିସ୍ଥିତିରେ ମଧ୍ୟ ସେ କ'ଣ ହେଉଅଛନ୍ତି? ପ୍ରଭୁଙ୍କ ନିମନ୍ତେ, ପରମେଶ୍ୱରଙ୍କ ନିମନ୍ତେ ସେ କ'ଣ ହେଉଛନ୍ତି? ସେ ଆଜ୍ଞାବହ ହେଉଛନ୍ତି। ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁଙ୍କ ନାମର ଗୌରବ ହେଉ। ଯଦି ଆପଣମାନେ ସେ 19 ଅଧ୍ୟାୟକୁ ଆସିବେ, 19 ଅଧ୍ୟାୟ 10 ଆଉ 11 ପଦରେ ଲେଖାଯାଉଛି, ସେଥିରେ ପିଲାତ ତାହାଙ୍କୁ କହିଲେ, ଆମ୍ଭକୁ କଥା କହୁନାହଁ? ତୁମ୍ଭକୁ ମୁକ୍ତ କରିବାକୁ ଆମ୍ଭର ଅଧିକାର ଅଛି ଓ ତୁମ୍ଭକୁ କ୍ରୁଶରେ ଚଢ଼ାଇବାକୁ ଆମର ଅଧିକାର ଅଛି। ଏହା କି ତୁମ୍ଭେ ଜାଣୁନାହଁ? ଯୀଶୁ ଉତ୍ତର ଦେଲେ, ଯଦି ଉର୍ଦ୍ଧ୍ୱରୁ ତୁମ୍ଭକୁ ଦତ୍ତ ହୋଇନଥାନ୍ତା, ତାହେଲେ ମୋ ବିରୁଦ୍ଧରେ ଆପଣଙ୍କର କୌଣସି ଅଧିକାର ନଥାନ୍ତା। ଏଣୁ
ଯେ ମୋତେ ଆପଣଙ୍କ ହସ୍ତରେ ସମର୍ପଣ କରିଅଛି ତାହାର ପାପ ଗୁରୁତର। ପ୍ରିୟ ଭାଇ ଭଉଣୀମାନେ, କି ପ୍ରକାର ସାକ୍ଷ୍ୟ ତାଙ୍କର, କି ପ୍ରକାର ସମ୍ଭାଷଣ, କି ପ୍ରକାର ମୁଖର କଥା, ତାହାଙ୍କ ନାମର ଗୌରବ ହଉ। ଏ ଯେଉଁ ସାକ୍ଷ୍ୟ ସେ କହୁଛନ୍ତି, ଏତେ ଶକ୍ତିଶାଳୀ ଭାବରେ ସେ କଥାବାର୍ତ୍ତା ହେଉଛନ୍ତି। ଇଏ କୋଉଠି ଅଛନ୍ତି? ନିଜ ଘରେ ନାହାନ୍ତି, ନିଜ ଗାଁରେ ନାହାନ୍ତି, ସେ ଚର୍ଚ୍ଚରେ ନାହାନ୍ତି, ସେ ବିଚାର ସ୍ତରରେ ଠିଆ ହେଇଛନ୍ତି। ସେ ପରମେଶ୍ୱରଙ୍କ ପାଇଁ, ତାଙ୍କର ଆଜ୍ଞାବହ ହେବା ପାଇଁ ସେ ପଛଘୁଞ୍ଚା ଦେଉନାହାନ୍ତି, ସେ ଆଗକୁ ବଢୁଛନ୍ତି। କହୁଛନ୍ତି ଯେ ତୁମେ ରାଜା ହେଲେ ମଧ୍ୟ ତୁମକୁ ଯେ ଏ ଅଧିକାର ତୁମଠାରୁ ଆସିନାହିଁ। ତୁମେ ରାଜା ବୋଲି ମୋତେ ବିଚାର କରିବା ପାଇଁ, ତୁମେ ରାଜା ବୋଲି ଏ ପ୍ରକାର କଥା କହୁନ। ମୋର ପିତା ତୁମକୁ ଅନୁମତି ଦେବାରୁ, ମୋର ପିତା ତୁମକୁ ଅଧିକାର ଦେବାରୁ ତୁମେ ମୋତେ କହୁଛ ଏହି କଥା। ସେ କହୁଛନ୍ତି ପ୍ରଭୁଙ୍କ ନାମର ଗୌରବ ହଉ। ରାଜା ପଚାରୁଛନ୍ତି ତୁମକୁ ଆମେ ଛାଡ଼ିବାର ଅଧିକାର ଆମ ପାଖରେ ଅଛି, କ୍ରୁଶରେ ଚଢ଼ାଇବାର ଅଧିକାର ଅଛି। ଆପଣଙ୍କୁ କିଏ କହିପାରେ? ଆପଣ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଭାବରେ ଆପଣଙ୍କୁ କେହି କହିପାରନ୍ତି ଯେ ଆମେ ଚାହିଁଲେ ତୁମକୁ କ'ଣ କରିବୁ? ଚାକିରିରେ ରଖିବୁ, ଆମେ ଚାହିଁଲେ ଚାକିରିରୁ ବାହାର କରିଦେବୁ, ଆମେ ଚାହିଁଲେ ତୁମକୁ ଗାଁରେ ରଖିବୁ, ଆମେ ଚାହିଁଲେ ତୁମକୁ ଗାଁରୁ ବାହାର କରିଦେବୁ। ପ୍ରିୟ ଭାଇ ଭଉଣୀ ମାନେ, ମୁଁ କହିବା ପାଇଁ ଚାହେଁ, ପରମେଶ୍ୱର ଯେଉଁ ପର୍ଯ୍ୟନ୍ତ ଅନୁମତି ଦେଇନାହାନ୍ତି, ସେମାନେ ଆମର କୌଣସି ବିଷୟ ସେମାନେ କରିପାରିବେ ନାହିଁ। ପରମେଶ୍ୱର ଯେଉଁ ପର୍ଯ୍ୟନ୍ତ ଅନୁମତି ଦେଇନାହାନ୍ତି, ଆପଣଙ୍କର କ୍ଷତି କରିବା ପାଇଁ ଏ ପୃଥିବୀରେ କେହି ମଧ୍ୟ ନାହାନ୍ତି। କାରଣ ଆପଣ ହେଉଛନ୍ତି ତାଙ୍କର ମନୋନୀତ ଲୋକ, ଆପଣ ହେଉଛନ୍ତି ତାଙ୍କର ସନ୍ତାନ। ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିଲେ ଯେ ତୁମର ମସ୍ତକର କେଶ ହିଁ ଗଣାଯାଇଅଛି, ତାହାଙ୍କ ନାମର ଗୌରବ ହଉ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏଇଟା ଜାଣିଥିଲେ, ଆଉ ଏହି ସତ୍ୟତା ତାଙ୍କ ପାଖରେ ଥିଲା। ସେ ସତ୍ୟ ବିଷୟରେ ସେ ସାକ୍ଷ୍ୟ ଦେବା ପାଇଁ ଆସିଲେ, ଆଉ କୌଣସି ବିଷୟକୁ ସେ ଭୟ କଲେ ନାହିଁ। ଆଗକୁ ବଢ଼ିଲେ ଆଉ କହିଲେ, ମୋର ପିତା ଯଦି ଅଧିକାର ଦେଇନଥାନ୍ତେ ମୋତେ ତୁମେ ବିଚାର ମଧ୍ୟ କରିପାରିନଥାନ୍ତ। ଆପଣଙ୍କୁ ଯେ ପରମେଶ୍ୱର ବାଛିଛନ୍ତି, ଆପଣ ଏହି ଜଗତରେ ରହିଲେ ମଧ୍ୟ ଆପଣ କୌଣସି ଶାସନକର୍ତ୍ତାମାନଙ୍କର ପ୍ରଜା ନୁହନ୍ତି। ବାଇବେଲ କହେ ଆପଣ ସ୍ୱର୍ଗର ପ୍ରଜା ଅଟନ୍ତି, ଆଉ ସ୍ୱର୍ଗ ଆଉ ପୃଥିବୀର ରାଜାମାନଙ୍କ ରାଜା ସେ ଯୀଶୁଖ୍ରୀଷ୍ଟ ଅଟନ୍ତି। ତାହାଙ୍କର ଅନୁମତି ବିନା ଆପଣଙ୍କୁ ମୋତେ କେହି ମଧ୍ୟ ଆମକୁ ଛୁଇଁ ପାରିବେ ନାହିଁ। ତାହାଙ୍କ ନାମର ଗୌରବ ହଉ। କିନ୍ତୁ ଏହି ଦୁଃଖ ଭୋଗ ସମୟରେ ଆମର ସାକ୍ଷ୍ୟ ଯୀଶୁଖ୍ରୀଷ୍ଟଙ୍କ ପରି ହେବାର ଅଛି। ଆମର ଆଚରଣ, ଆମର ବସିବା ଉଠିବା ଆମର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପରି ହେବାର ଆବଶ୍ୟକ ରହିଛି। ଦୁଃଖ ଭୋଗ ସମୟରେ ଆମେ ଖାଦ୍ୟ ଛାଡ଼ିଛୁ, ପାପ ଛାଡ଼ିଛୁ, ବହୁତ ଭଲ ବିଷୟ। ଦୁଃଖ ଭୋଗ ପରେ ଯଦି ପୁନର୍ବାର ଆମେ ପେଟୁକ ହେବା, ଦୁଃଖ ଭୋଗ ପରେ ପୁନର୍ବାର ଆମେ ମଦୁଆ ହେବା, ପୁନର୍ବାର ଆମେ ପାପ ଆଡ଼କୁ ଫେରି ଆସିବା, ଏହା ପରମେଶ୍ୱର ଚାହାନ୍ତି ନାହିଁ। ଏହା ବାଇବେଲ ପସନ୍ଦ କରେ ନାହିଁ। ବାଇବେଲର ଶିକ୍ଷା ଏହା ନୁହେଁ। ପ୍ରଭୁଙ୍କ ନାମର ଗୌରବ ହଉ। ପରମେଶ୍ୱର ଆମମାନଙ୍କୁ ଅନୁଗ୍ରହ କରନ୍ତୁ। এই ଦୁଃଖ ଭୋଗ ସମୟରେ ଆମେ ଉପବାସ କରୁ କରୁ, ପ୍ରାର୍ଥନାରେ ରହୁ ରହୁ ଆମର ଜୀବନ ଗୁଡ଼ିକ ପ୍ରକୃତ ଭାବରେ ବଦଳି ଯାଉ, ଏହା ପରମେଶ୍ୱର ଚାହାନ୍ତି। ପ୍ରଭୁ ଏହି ବାକ୍ୟ ଦେଇ ଆମ ପ୍ରତ୍ୟେକଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ